ହଉ ସ୍କ୍ରିନ୍ ଭିଜିବଲ ଅଛି? ଆଜ୍ଞା ମ୍ୟାମ୍। ଠିକ ଅଛି ଦେଖ ତ ଲାଷ୍ଟ କ୍ଲାସ ଆମେ କ୍वेଶ୍ଚିନ୍ ଦେଖିଥିଲେ ବିଲେ 31 ପର୍ଯ୍ୟନ୍ତ ଦେଖିଦେଇଥିଲେ ଶୁଦ୍ଧ ସ୍ୱରଧ୍ୱନି ବୋଧହୁଏ ମୁଁ ଡିସକସନ କରିଥିଲି ତମମାନଙ୍କ ସହିତ। ହଁ ଠିକ ଅଛି ତ ଏବେ ଆମେ କଣ୍ଟିନ୍ୟୁ କରିବା 32 ରୁ ତ ପ୍ରଶ୍ନ ଅଛି କୋଉଟି ଓଡିଆରେ ଏକ ଫ୍ରିକେଟିକ୍ ଧ୍ୱନି ବୋଲି ମୁଁ ପଚାରିଥିଲି। ତ ମତେ ଟିକେ କିଏ କହିବ କୋଉଟା ଓଡିଆରେ ଫ୍ରିକେଟିଭ ଧ୍ୱନି ଗୋଟେ? କିଏ କହିପାରିବ? ହଉ ମନେ ରଖ ପିଲେ ହ ୟାର ଆନ୍ସର ହବ। ତ ହ ଯୋଉଟା କି ଗୋଟେ କାକଲ୍ୟ ଧ୍ୱନି ବୋଲି ବି ଆମେ ବହୁତ ସମୟରେ ପଢିଛନ୍ତି। ତ ସିଏ ହଉଛି ଗୋଟେ ଫ୍ରିକେଟିଭ ଧ୍ୱନି। କଣ କହିଲ ବୁଝି ହେଲାନି? ଆଚ୍ଛା ଆଉ ଦେଖ ନେକ୍ସଟ ରହିଲା କେଉଁଠି ଏକ ବିବୃତ ସ୍ୱନ ବୋଲି ପ୍ରଶ୍ନ ଅଛି ଓପନ ଭୱେଲ ମତେ ଟିକେ କହିଲ ପ୍ରଥମତଃ ଏଇ ବିବୃତ ଯୋଉ କହିଛି ମୁଁ ଶବ୍ଦ ଟା ବିବୃତ କାହିଁକି ଏଠି ବ୍ୟବହାର ହେଇଛି କଣ ଏଇ ବିବୃତ? ଆଇ ହୋପ ମନେ ଅଛି ସମସ୍ତଙ୍କର ମୁଁ ପଢେଇଥିଲି ତମମାନଙ୍କୁ ସମ୍ବୃତ ବିବୃତ ଏଇଭଳି। ତ ବିବୃତର ଅର୍ଥ କଣ? କିଛି ଆଉ କାହାର ମନେ ନାହିଁ ନା ସ୍ଵର ତ୍ରିକୋଣ ବିଷୟରେ ପଢେଇଥିଲି କିଛି ମନେ ଅଛି? ସ୍ୱର ତ୍ରିକୋଣ ଟା କଣ? ଲିଜା ଅଝ ଆଟଲିଷ୍ଟ ମୁଁ ତମମାନେ ଆନ୍ସର ଦବ ବୋଲି ଏକ୍ସପେକ୍ଟ କରୁଥିଲି। କାହିଁକି ନା ଏକ୍ଜାମ ଏତେ ନିୟର ଅଛି। ମେଘୁ ଏମାନଙ୍କୁ ତ ଏବେ ଏବେ ପଢା ହେଇଛି ଠିକ ଅଛି ସେମାନେ କହିପାରୁନାହାନ୍ତି ତମମାନଙ୍କୁ ଏତେ ଦିନ ପଢେଇଲିଣି ଆଗରୁ ତମମାନଙ୍କଠୁ ଏକ୍ସପେକ୍ଟେସନ ଥିଲା ଆଟଲିଷ୍ଟ ଆନ୍ସର ଦବ ବୋଲି। ତ ମାନେ ବିବୃତ କଣ ସମ୍ବୃତ କଣ କିଛି ଆଉ ମନେ ନାହିଁ ତମ ମାନଙ୍କର? ତମମାନଙ୍କୁ ସ୍ଵର ତ୍ରିକୋଣ ବିଷୟରେ ପଢେଇ ନଥିଲି ମେଘୁ କିଛି ମନେ ତମର ବି ନାହିଁ ତାହେଲେ ସ୍ଵର ତ୍ରିକୋଣ ବିଷୟରେ ହାଁ? ସମ୍ବୃତ ବିବୃତ ଅର୍ଦ୍ଧ ସମ୍ବୃତ ଆଉ ଗୋଟେ ଅର୍ଦ୍ଧ ବିବୃତ ଏଟା ଥିଲା ପଢା ହେଇଥିଲା। ହଁ ତ କଣ ବିବୃତ ମୁଁ ସେତିକି ହିଁ ପଚାରୁଛି ବିବୃତ କଣ? କିଏ ମନେ ପଡୁନି ଯେ ଟିକେ ଆଉ ମନେ ପଡୁନି ମାନେ 20 ଦିନ ଗଲେ ତମମାନେ ସବୁ ଏକ୍ଜାମ ଦବ ତମମାନଙ୍କୁ ଏବେ 20 ଦିନ ହେଇନି ପଢେଇଛି ତମେ ଏତିକି ଜିନିଷ ଯଦି ମନେ ନ ରଖିପାରିବ ତାହେଲେ ମୁଁ କଣ ଆଉ ମାନେ ଏକ୍ସପେକ୍ଟ କରିବି ତମମାନଙ୍କଠୁ କହିଲ ମତେ? ସ୍ୱର ତ୍ରିକୋଣ ବିଷୟରେ ତମମାନଙ୍କୁ ମୁଁ ବୁଝେଇଥିଲି ଏଇ ତ୍ରିକୋଣ ବିଷୟରେ କହିଥିଲି ଯୋଉଟା କି ମୁଁ କହିଥିଲି ଯେ ପିଲେ ସ୍ଵରକୁ ବିଚାର କଲା ବେଳେ ଆମେ କଣ କରନ୍ତି ନା ତିନିଟା ଦିଗ ପ୍ରତି ଧ୍ୟାନ ଦିଅନ୍ତି ସ୍ଵର ଧ୍ୱନିର ପ୍ରକାର ଭେଦ ଦେଖିଲା ବେଳେ ତ ପ୍ରଥମ ମୁଁ କହିଥିଲି କଣ ନା ଓଠର ସ୍ଥିତି ଆଉ ତାପରେ କହିଥିଲି ସରି ଓଠ ନୁହଁ ଜିଭର ସ୍ଥିତି ତାପରେ ଆମେ ଦେଖିଥିଲେ କଣ ନା ଓଠର ଆକାର କଣ ରହୁଛି ଏଇଭଳି ଆମେ ବେଶ ଗୁଡାକ ଆଲୋଚନା କରୁଥିଲେ ତ ଗୋଟେ ସ୍ତର ଗୋଟେ ବିଷୟରେ ତମକୁ କହିଥିଲି ଯେ ଆମେ ବିଚାର କରନ୍ତି ସ୍ଵର ତ୍ରିକୋଣରେ ସ୍ଵରର ଭେଦ ଯୋଉଥିରେ କି ମୁଁ କହିଥିଲି ଯେ କଣ ଗୋଟେ ଥିଲା ଆମର ସମ୍ବୃତ ଗୋଟେ ଥିଲା ଆମର ଅର୍ଦ୍ଧ ସମ୍ବୃତ ତାପରେ ହଉଛି ଅର୍ଦ୍ଧ ବିବୃତ ତାପରେ ହଉଛି ବିବୃତ ତ ଜିହ୍ବାର ସର୍ବନିମ୍ନ ସ୍ଥିତି ଟା ହଉଛି ବିବୃତ ଆଉ ଜିହ୍ବାର ସର୍ବୋଚ୍ଚ ସ୍ତର ଟା ହଉଛି ସମ୍ବୃତ ବୋଲି କହିଥିଲି ଆଉ ଏଇ ସୀମାଟାକୁ ବା ଏଇ ସର୍ବୋଚ୍ଚ ସୀମାଟାକୁ କୁହାଯାଏ କଣ ନା ସ୍ଵର ସୀମା ବୋଲି ବି ବୁଝେଇ ଥିଲି ଆଉ ଏ ସ୍ଵର ସୀମା ରୁ ଯଦି ଉପରକୁ ଯାଉଛି ଗୋଟେ ଧ୍ୱନି ଉଚ୍ଚାରଣ ହେଲା ବେଳେ ତାହେଲେ ସିଏ ହେଇଯାଏ ବ୍ୟଞ୍ଜନ ଧ୍ୱନି ଆଉ ଏଇଟା ବି କହିଥିଲି ଯେ ଯୋଉ ୟ ଆଉ ୱ ରହିଲା ଏଗୁଡାକ କାହିଁକି ଅର୍ଦ୍ଧସ୍ୱର ଅର୍ଦ୍ଧ ବ୍ୟଞ୍ଜନ ୟ ଯେତେବେଳେ ଆମେ ଉଚ୍ଚାରଣ କରନ୍ତି ଜିହ୍ବାର ଗୋଟେ ଅଂଶ ସ୍ଵର ସୀମା ଠୁ ତଳେ ରହିଲା ବେଳକୁ ଜିହ୍ବାର ଆଉ ଗୋଟେ ଅଂଶ ସ୍ଵର ସୀମା ଠୁ ଉପରେ ରହେ ତ ସେଇଥିପାଇଁ ସିଏ ଅର୍ଦ୍ଧସ୍ୱର ଅର୍ଦ୍ଧ ବ୍ୟଞ୍ଜନ ଭାବରେ ଜଣାଶୁଣା ବୋଲି କହିଥିଲି କି ନାଇଁ ମନେ ପଡୁଛି କିଛି ଜିନିଷ କି କିଛି ମନେ ପଡୁନି? ମନେ ପଡୁଛି ଆଜ୍ଞା ମେଘୁ କିଛି ନା କିଛି ମନେ ପଡୁନି ଏଗୁଡାକ? ହଁ ଆଜ୍ଞା। ଗୋଟେ ଛୋଟ ଛୋଟ ଜିନିଷ ଗୁଡାକ ମନେ ରଖୁନ କିରେ ଏତେ ଜିନିଷ ପଢେଇବି ମୁଁ ପଢେଇକି ପରେ ପଚାରିଲା ବେଳକୁ ଗୋଟେ ଗୋଟେ ଜିନିଷ ତମର ଏତେ ଛୋଟ ଛୋଟ ଜିନିଷ ଗୁଡାକ ମନେ ନାହିଁ ଆଉ ତ ଜୀଭର ଆଉ ଗୋଟେ ଜିନିଷ ଆମେ କଣ ଦେଖନ୍ତି ନା ୟାକୁ କୁହାଯାଏ ଅଗ୍ର
याकु कुहा जाए केंद्र बा मध्य बोली भी कुहा जाए याकु कुहा जाए पश्च मु तीनटा जिंस कहितली जे गोटे स्वरर प्रकार भेद निर्णय करिया पई हमकु तीनटा बेस दरकार हुए तीनटा आधार आमे प्रकार निर्णय करंती प्रथम आधार कोन कहिली ना प्रथम होची जे जीव केते उच्चा को उठुची प्रथम आधार द्वितीय जीवर को अंश व्यवहार होची आद्य मध्य बा केंद्र बा पश्च को अंशटा व्यवहार होची तापर कहितली ओठर आकार को भलिया रहउची तो जदि धर गोटे ध्वनि अछि जी की संवृत स्तर रे उच्चारित होची आउ जीवर अग्रभागटा व्यवहार होची उच्चारण बेले ओठटा गोलाकार होची ताहाले आमे ताकू कोन कहबा ना गोलाकार अग्र संवृत स्वर एई भली विभाजन हुए अ आ इ सब गुडाक उदाहरण भी देइतिली इवन कि तमनंगर नोट रे भी ऐड करिछि केही पढिले तो से सब जिंस मन रहइबो कि रिपीट हेले तो मन रहइबो नुआ जिंस सब जेहेतु मन रहियाटा तो कष्ट ही हेबो आ नेट पिला हमर हां मैम आपण प्रथम यूनिट रे पढाइतले बे 10 नंबर यूनिट को आसलेनी कोठो आ मन रहइबो छाड़ देख तो ए जिनस आम देखिले तो प्रश्न होचे मोर कौन ना कोटी गोटे विवृत स्वर अर्थात एमिति गोटे स्वर जी कि एई स्तर भितर रही उच्चारित हेउथिबो एबे टिके मते किए कहबो या भितर कोटा विवृत स्वर कोटा गोटे विवृत स्वर अज कोटा गोटे विवृत स्वर मम आ वेरी गुड नेक्स्ट देखो क्वेश्चन अछि विधुशेखर भट्टाचार्यଙ୍କ मतरे पाली शब्दटी केउ शब्दरु आसीछि पंक्ति पंक्ति अच्छा ताहले मते नेक्स्ट टिके कहिलो एई जो पाली शब्द कथा हमें देखुचंती अन्यान्य किछि जण भी आलोचना करचंती पाली शब्द संपर्क रे किए को स्थान को पाली रो उत्पत्ति स्थल भाव रे ग्रहण करचंती को ମାକ୍ସମୁଲାର ଆଉ ୱେଡଲାର ମାନେ ସେ କଳିଙ୍ଗକୁ କହୁଛନ୍ ଟିକେ ଜୋରେ କୁହ ମାକ୍ସମୁଲାର ଆଉ ୱେଡଲାର ଏମାନେ କଳିଙ୍ଗକୁ କହୁଛନ୍ ओल्डनबर्ग तांका ना हो ओल्डनबर्ग है ना मैक्समुलर और ओल्डनबर्ग नेक्स्ट को ତାହେଲେ କହୁଛନ୍ତି ମାଗଧିକୁ କୁହାଯାଉଛି ପାଲିର ठीक कथा नेक्स्ट हो मने रख आउ थरे रिपीट करूची पिले हमर गाइगर पाटलिपुत्र बा मगधକୁ कोन बोली कहितिले ना पालीर उत्पत्ति स्थल बोली कहिचंती हैला नेक्स्ट आसले हमर रिज डेविस पिले जी की कहिले कोशल होची पालीर उत्पत्ति स्थल आउ जोडा के मेघु कहिले मैक्समुलर ओल्डनबर्ग एमाने कलिंगको पालीर उत्पत्ति स्थल हिसाब रे कहितिले सेमिति हम देखितले वेस्टर गार्ड को जी कहिले उज्जयिनी होची पालीर उत्पत्ति स्थल प्रहलाद प्रधान जोडा की जी कहिले कि मगध होची पालीर उत्पत्ति स्थल आ विधुशेखर भट्टाचार्य कहिले कोन ना पाली शब्द होची बा पाली शब्दर मूल संस्कृत शब्द होची पंक्ति क्लियर तेबे ए जो पंक्ति गला एटा विधुशेखर भट्टाचार्य परे डॉक्टर वेल्सन को हमें देखितले पिले जी की कोन कहितले ना पाली होची पाटलिपुत्रर भाषा आ एई पाटली शब्दरो पालीर सृष्टि हिची तो एभली विभिन्न प्रकार मत अनुसार हमें देखितले पिले आ खाली एति कि नुह हमें आउरी भी देखितले जे बहुत आलोचक हमर एमिति रहिचंती जो माने की कहिचंती पाली शब्दटा कोथिरु आछि ना पल्ली शब्दरु आछि आ एई पल्ली बा एई जो पल्ली शब्दटा काहाकू बुझौछि ना पल्ली जनता बा साधारण जनतार भाषा बोली से बुझेइतिले पल्ली शब्दर अन्य अर्थ हिसाब रे पंक्ति बोली मध्य बा अन्य एक शब्द हिसाब रे पंक्ति सहित मध्य संपृक्ति को सेमाने बुझेइचंती जहार की अर्थ होची कोन ना समूह जनसमूह बा जनसाधारण आ एई जनसाधारण को भाषा हेतिबारु याको पाली बोली कुहाइतिला आई होप आ कहार डाउट रहि नथिबो नेक्स्ट क्वेश्चन हमर अछि पिले जे डॉक्टर वेल्सन को अनुଯାयी केउ शब्दरु पाली शब्दर सृष्टि एबे ही कहली जे अटेंटिवली सुनिथिबो आंसर देई परिबो मते ପାଟଳି पाटली शब्दरु
ପାଲିର ସୃଷ୍ଟି ବୋଲି କୁହାଗଲା ନାଇଁ କି ଭେରି ଗୁଡ। ତାହେଲେ ନେକ୍ସଟ କ୍ୱେଶ୍ଚିନ୍ ଅଛି ତମମାନଙ୍କର ପାଲି ଶବ୍ଦର ଉତ୍ପତ୍ତି ଭାବେ କେଉଁ ଧାତୁକୁ କୌଶମ୍ବୀ ଗ୍ରହଣ କରିଛନ୍ତି? କୌଶମ୍ବୀ କହିଲି ତ କୌଶମ୍ବୀ କୋଉ ଧାତୁକୁ ପାଲିର ଉତ୍ପତ୍ତି ଭାବରେ ଗ୍ରହଣ କରିଛନ୍ତି? କୁହ। मैम पॉड ପଡ ଧାତୁ। ପଡ ଧାତୁକୁ ଭଲସେ ମନେ ପକାଅ ଟିକେ। ହଉ ଧାତୁଟା ତ ଅପସନ ପଡ 1 ଲାଗିଥାଏ ପିଲେ मैम ହେଲା। ହଉ ନେକ୍ସଟ କ୍ୱେଶ୍ଚିନ୍ ଦେଖ ରିଜ୍ ଡେଭିସ୍ ପାଲି ଭାଷାର ଉତ୍ପତ୍ତି ସ୍ଥଳ ଭାବେ କେଉଁ ସ୍ଥାନକୁ ଗ୍ରହଣ କରିଛନ୍ତି? ଏବେ ଟିକେ ଆଗରୁ କହିଛି। ପାଟଳିପୁତ୍ର। କଣ କହିଲ ପାଟଳିପୁତ୍ର? ଏବେ मैम ଟିକେ ଆଗରୁ कोसला କହିଲି कोसला को କୋଶଳ ଭେରି ଗୁଡ କୋଶଳ ପିଲେ ହେଲା। କହିଲି ପରା ଏବେ ଟିକେ ସମୟ ଆଗରୁ ପାଟଳିପୁତ୍ର ବୋଲି ଗାଇଗର ଗ୍ରହଣ କରିଥିଲେ ହେଲା। ମଗଧ ବା ପାଟଳିପୁତ୍ର ଏଇଟା କିଏ କହିଥିଲେ ଗାଇଗର ଆମର କହିଥିଲେ। ରିଜ୍ ଡେଭିସ୍ କହିଥିଲେ କୋଶଳ ବୋଲି ଠିକ। ନେକ୍ସଟ କ୍ୱେଶ୍ଚିନ୍ ହେଲା ଉଜ୍ଜୟିନୀକୁ ପାଲି ଭାଷାର ଉତ୍ପତ୍ତି ସ୍ଥଳ ବୋଲି କିଏ ଗ୍ରହଣ କରିଛନ୍ତି? मैम वेस्टरगार्ड ୱେଷ୍ଟର ଗାର୍ଡ ଭେରି ଗୁଡ। ୱେଷ୍ଟର ଗାର୍ଡ ପାଲିର ଉତ୍ପତ୍ତି ସ୍ଥଳ ହିସାବରେ କାହାକୁ ଗ୍ରହଣ କରିଛନ୍ତି ନା ଉଜ୍ଜୟିନୀକୁ। ନେକ୍ସଟ କ୍ୱେଶ୍ଚିନ୍ ହେଲା ଯେ କେଉଁଟି ପାଲି ଭାଷା ସମ୍ପର୍କରେ ଭ୍ରମାତ୍ମକ ଟିକେ କହିଲ ଜଲ୍ଦି। ଅର୍ଥାତ ପାଲି ଭାଷା ଭିତରେ ବିଷୟରେ କୋଉଟା ଠିକ ନୁହେଁ ଆ ଭିତରୁ। ହଉ ଏଇଟା ଟିକେ କହିଦଉଛି ପିଲେ ବୁଝ। ତ ପାଲି ଭାଷାରେ 10ଟି ସ୍ୱର ଧ୍ୱନିର ହିଁ ଆମକୁ ବ୍ୟବହାର ଦେଖିବାକୁ ମିଳୁଥିଲା ପିଲେ ଏଇଟା ବି ଠିକ। ତା ଜାଗାରେ ସେଥିରେ ହ୍ରସ୍ୱ ଏ ଆଉ ହ୍ରସ୍ୱ ଓ ର ବି ବ୍ୟବହାର ରହିଥିଲା। ପୁଣି ଆମେ ଦେଖିଛନ୍ତି କଣ ନା ଲୃ ସ୍ଥାନରେ ଲୃ ବୋଲି ଗୋଟେ ଧ୍ୱନି ବିଷୟରେ ମୁଁ କହିଥିଲି ତମମାନଙ୍କୁ। ଆମେ ଯୋଉ ପୂର୍ବରୁ ସ୍ୱର ଧ୍ୱନି ଦେଖୁଥିଲେ 13ଟା ସ୍ୱର ଧ୍ୱନି ଆମେ ଦେଖୁଥିଲେ ସଂସ୍କୃତରେ ଯୋଉଥିରେ କି ଲୁ ଲୃ ର ବ୍ୟବହାର ମଧ୍ୟ ରହିଥିଲା। ତ ସେଇ ଲୃ ର ଧ୍ୱନିର ଆଉ ବ୍ୟବହାର ଆମକୁ ଦେଖିବାକୁ ମିଳୁନଥିଲା ପିଲେ। ଲୃ ଜାଗାରେ ଉଦ୍ ର ବ୍ୟବହାର ଆମକୁ ଦେଖିବାକୁ ମିଳିଥିଲା କୋଉଥିରେ ପାଲିରେ। ସେମିତି ଆଉ ଗୋଟେ ଜିନିଷ କଣ ନା ଏଥିରେ ଆମେ ଦେଖିଛନ୍ତି ଯେ ସ୍ଵରରେ ଗୁଣ ଭେଦ ଆମକୁ ଦେଖିବାକୁ ମିଳୁନଥିଲା ବୋଲି। କିନ୍ତୁ ଏଇଟା ଠିକ ନୁହଁ ପିଲେ ସ୍ଵରରେ ଗୁଣ ଭେଦ ସେ ସମୟରେ ଦେଖିବାକୁ ମିଳୁଥିଲା। କ୍ଲିୟର। ନେକ୍ସଟ କ୍ୱେଶ୍ଚିନ୍ ରହିଲା ତମର କେଉଁ ଗବେଷକଙ୍କ ଅନୁଯାୟୀ ଗାଥା ଭାଷା ପାଲିର ପରବର୍ତ୍ତୀ? କିଏ ଗାଥା ଭାଷାକୁ ପାଲିର ପରବର୍ତ୍ତୀ ବୋଲି କହିଛନ୍ତି? मैम ओएबा ହୁଁ ମ୍ୟାମ୍ ବିଦୁଶେଖର ଭଟ୍ଟାଚାର୍ଯ୍ୟ। ବିଧୁଶେଖର ଭଟ୍ଟାଚାର୍ଯ୍ୟ। ଆଚ୍ଛା ହଉ ଠିକ ଅଛି ପିଲେ ବିଧୁଶେଖର ଭଟ୍ଟାଚାର୍ଯ୍ୟ କିଏ ଜଣେ ୱେବରଙ୍କ ବିଷୟରେ କହୁଥିଲେ ପିଲେ ବଟ ୱେବର ନୁହନ୍ତି। ବିଧୁଶେଖର ଭଟ୍ଟାଚାର୍ଯ୍ୟ ଆମର କଣ କହିଥିଲେ ନା ଏଇ ମାନେ ଯୋଉ ପାଲି କଥା ଆମେ କହିଛନ୍ତି ବା ପାଲିର ପରବର୍ତ୍ତୀ ହିସାବରେ ଗ୍ରନ୍ଥ ଭାଷା ବା ଏଇ ଗାଥା ଭାଷାକୁ କହିଥିଲେ। ଗାଥା ଭାଷା ଟା କଣ ଟିକେ କିଏ କହିପାରିବ ମତେ କାହାର ମନେ ଅଛି? ଗାଥା ସଂସ୍କୃତ ବୋଲି କହିଥିଲି ତମମାନଙ୍କୁ କିଏ କହିଲ? କିଏ କହିବ ମତେ? ସେଟା ତମମାନଙ୍କର ଉତ୍ତର ଆସିବା ଆଶା କରିବାଟା ହିଁ ମୋର ମୂର୍ଖାମି ହେଇଯାଉଛି ପିଲେ ଦେଖ। ତ ଗାଥା ସଂସ୍କୃତ କାହାକୁ କୁହାଯାଏ? ମନେ ରଖ ଯୋଉ ବୈଦିକ ସଂସ୍କୃତ ଆଉ ଲୌକିକ ସଂସ୍କୃତ ଆମେ ଦେଖିଥିଲେ ପ୍ରାଚୀନ ଭାରତୀୟ ଆର୍ଯ୍ୟ ଭାଷାର ସ୍ତର ବେଳକୁ ସେଥିରେ ବୈଦିକ ସଂସ୍କୃତ ଆଉ ଲୌକିକ ସଂସ୍କୃତ ପରେ ଆଉ ଗୋଟେ ମାନେ ସଂସ୍କୃତକୁ ଆମେ ଦେଖୁଥିଲେ ପିଲେ ଯାହାକୁ କି ଗାଥା ସଂସ୍କୃତ ବୋଲି କୁହାଯାଇଥିଲା ହେଲା। ତ ୟାକୁ କିଏ କିଏ କଣ ନା ବୌଦ୍ଧ ସଂସ୍କୃତ ମିଶ୍ର ସଂସ୍କୃତ ବୋଲି ବି କହୁଥିଲେ। ତ ଏଇ ଯୋଉ ମିଶ୍ର ସଂସ୍କୃତ ଟା କୋଉଠୁ ଆସିଥିଲା ପିଲେ ନା ପାଲି ଆଉ ଯୋଉ ସଂସ୍କୃତ ର ଗୋଟେ ମିଶ୍ରିତ ରୂପଟେ ଆମକୁ ଦେଖିବାକୁ ମିଳେ ତାକୁ ମିଶ୍ର ସଂସ୍କୃତ ବୋଲି
କୁହା ଯାଉଥିଲା। ଆଉ ଏ ମିଶ୍ର ସଂସ୍କୃତର ବ୍ୟବହାର କରିକି ଆମକୁ ଲଳିତ ବିସ୍ତର, ଚନ୍ଦ୍ରପତି ପ୍ରସୂତି, ତାପରେ ସିଦ୍ଧମ ପୁଣ୍ଡରୀକ ହେଲା, ତାପରେ ଅବଦାନ ଶତକ ହେଲା, ବା ଯୋଉ ବୌଦ୍ଧ ଜାତକ ଗୁଡାକ ଲେଖା ହେଇଛି, ଏ ସବୁ ଗୁଡାକରେ ଆମର ଏଇ ମିଶ୍ର ସଂସ୍କୃତର ପ୍ରୟୋଗ ଆମକୁ ଦେଖିବାକୁ ମିଳୁଥିଲା। ମନେ ରହିବ ଏଥର? ଏଥର ମନେ ରହିବ କି? ହଁ ମ୍ୟାଡ଼ାମ। କହିଲେ ତ ସବୁ ମନେ ରହିବ ଆଉ। ନେକ୍ସଟ କ୍ୱେଶ୍ଚିନ ଦେଖ, କ୍ୱେଶ୍ଚିନ ଅଛି ଲୌକିକ ସଂସ୍କୃତ ସମ୍ପର୍କରେ କେଉଁଟି ଭ୍ରମାତ୍ମକ? କହିଲ ଜଲ୍ଦି। ଲୌକିକ ସଂସ୍କୃତ ସମ୍ପର୍କରେ କେଉଁଟି ଭ୍ରମାତ୍ମକ? ଏଟା ଠିକ ନୁହଁ। ମ୍ୟାମ୍ ସିଟା ଦୁଇଟା, ତିନିଟା। ତିନି। ହଉ, ଆଉ କିଏ କହିବ ଆନ୍ସର? କଣ ଆନ୍ସର ବୋଲି ଯା? ମ୍ୟାମ୍ ୱାନ୍ ବାକ୍ୟରେ ପଦର ସ୍ଥାନ ବର୍ଦ୍ଧିଷ୍ଟ ନଥିଲା। ନାଇଁ, ଏଟା ବର୍ଦ୍ଧିଷ୍ଟ ନୁହଁ ବୋଲି, ଏଟା ଟିକେ ଭୁଲ ଅଛି ସ୍ପେଲିଂ ରେ, ନିର୍ଦ୍ଦିଷ୍ଟ ହବ ହେଲା। ଦେଖ, ତ ପ୍ରଥମତଃ ଲୌକିକ ସଂସ୍କୃତ ଆମେ ଜାଣିଛନ୍ତି ଯେ ପ୍ରାଚୀନ ସଂସ୍କୃତର ଯୋଉ ପରବର୍ତ୍ତୀ ସ୍ତର ଆମର ଲୌକିକ ସଂସ୍କୃତ ଥିଲା ହେଲା। ତ ପ୍ରଥମ ଥିଲା ବୈଦିକ ସଂସ୍କୃତ, ତାପରେ ଆସିଥିଲା ଲୌକିକ ସଂସ୍କୃତ। ତ ପ୍ରଥମ ଅପସନରେ କୁହାଗଲା ବାକ୍ୟରେ ପଦର ସ୍ଥାନ ନିର୍ଦ୍ଦିଷ୍ଟ ନଥିଲା, ବଟ ସେମିତି ନୁହଁ। ଲୌକିକ ସଂସ୍କୃତ ବେଳକୁ ଆମର ବ୍ୟାକରଣ ଇତ୍ୟାଦିର ମାନେ ପ୍ରସାରଣ ଆରମ୍ଭ ହେଇଯାଇଥିଲା। ତ ସେଇଥିପାଇଁ ବାକ୍ୟର ପଦ ଗୁଡାକର ସ୍ଥାନ ପୁରାପୁରି ନିର୍ଦ୍ଦିଷ୍ଟ ହେଇସାରିଥିଲା ହେଲା। ତ ଏଇଟା ମାନେ ସରି ଟିକେ ଓଲଟା ହେଇଗଲା। ତ ମାନେ ସେତେବେଳକୁ କଣ ନା ବାକ୍ୟ ଗଠନର ବିଭିନ୍ନ ରୂପ ଆମକୁ ଦେଖିବାକୁ ମିଳୁଥିଲା। ତ ସେଇଥିପାଇଁ ଏଇ ଯୋଉ ପଦର ନିର୍ଦ୍ଦିଷ୍ଟତା ଆମକୁ ଦେଖିବାକୁ ମିଳୁନଥିଲା, ଏଇଟା ଠିକ ଅଛି। ନେକ୍ସଟ ରହିଲା ଦ୍ରାବିଡ ଶବ୍ଦର ଅନୁପ୍ରବେଶ ଘଟିଥିଲା। ମୁଁ ତମାନଙ୍କୁ କହିଥିଲି କଦଳୀ ଏଇଭଳିଆ କିଛିଟା ଶବ୍ଦ ବିଷୟରେ ପିଲେ, ଯୋଉଥିରେ କି ଆମେ କଣ ଦେଖିଥିଲେ ନା ଦ୍ରାବିଡ ଶବ୍ଦ ମାନଙ୍କର ଅନୁପ୍ରବେଶ ଘଟି ସାରିଥିଲା। ଆଉ ଦ୍ରାବିଡ ଆଶ୍ରିକ ଶବ୍ଦ ମାନଙ୍କର ପ୍ରବେଶ କାରଣରୁ ହିଁ ବୈଦିକ ସଂସ୍କୃତ ଟା ଲୌକିକ ସ୍ତରକୁ ଆସିଥିଲା ପିଲେ। ତାପରେ ରହିଛି ଯେ ବୈଦିକ ସଂସ୍କୃତ ଅପେକ୍ଷା ଅଧିକ ସାଙ୍ଗୀତିକତା ରହିଥିଲା। ଏଇଟା ପିଲେ ଭୁଲ। ସାଧାରଣ ଲୋକଙ୍କ ଭାଷା ପାଖାପାଖି ଇଏ ଆସିଥିଲା, ସାଧାରଣ ଲୋକଙ୍କ ଭାଷା ହେଇଥିଲା ପିଲେ। ମନେ ରଖ, ସାଙ୍ଗୀତିକତା ବୈଦିକ ସଂସ୍କୃତର ଅଧିକା ଥିଲା। ସେଥିରେ ସଙ୍ଗୀତର ପ୍ରୟୋଗ କରିକି ବେଦର ବିଭିନ୍ନ ଜିନିଷ ଲେଖା ହଉଥିଲା ଯେହେତୁ, ସେଥିପାଇଁ ସାଙ୍ଗୀତିକତା ସେଥିରେ ଅଧିକ ଥିଲା। ଲୌକିକ ସଂସ୍କୃତ ସ୍ତରକୁ ଆସିଲା ବେଳକୁ ସାଙ୍ଗୀତିକତା କମି ଯାଇଛି। ତ ଏଇଟା ହଉଛି ଭୁଲ। ନେକ୍ସଟ ରହିଲା ଭାଷା ଶ୍ଲିଷ୍ଟ ଯୋଗାତ୍ମକ ଥିଲା। ତ ଭାଷାଟା ପିଲେ ଶ୍ଲିଷ୍ଟ ଯୋଗାତ୍ମକ ସେତେବେଳେ ଥିଲା ହିଁ ଥିଲା। ଟିକେ ଯଦି ମନେ ପକେଇକି ମତେ ଟିଜିଟି ପିଲା ଖାସ କରିକି କିଏ କହିବ ମତେ ଶ୍ଲିଷ୍ଟ ଯୋଗାତ୍ମକ ତାର ଅର୍ଥ କଣ? ପଢେଇଥିଲି ଅଯୋଗାତ୍ମକ, ଶ୍ଲିଷ୍ଟ ଯୋଗାତ୍ମକ, ଅଶ୍ଲିଷ୍ଟ ଯୋଗାତ୍ମକ ଆଉ ପ୍ରଶିଷ୍ଟ ଯୋଗାତ୍ମକ। କଣ ସେଗୁଡାକ? ହଉ, ମନେ ରଖ ପିଲେ, ପ୍ରତ୍ୟୟର ଯୋଉ ମିଶ୍ରଣ ଆମେ ଦେଖିଥିଲେ ବା ପ୍ରତ୍ୟୟ ଯୁକ୍ତ ହେଲେ ଚାରି ପ୍ରକାର ରୂପ ଆମକୁ ଦେଖିବାକୁ ମିଳୁଥିଲା ହେଲା। ତ ପ୍ରଥମ ଥିଲା ଅଯୋଗାତ୍ମକ। ଟିକେ କହିଲ ଅଯୋଗାତ୍ମକତା ଟା କଣ ଥିଲା? ଶ୍ଲିଷ୍ଟ ଯୋଗାତ୍ମକ ସିନା କହିପାରିବୁନି, ଅଯୋଗାତ୍ମକ ଟା କହିପାରିବୁନି କଣ ଥିଲା? ମ୍ୟାମ୍ କଣ ପଦ ଥିଲା ପ୍ରତ୍ୟୟ ଯୋଗ ହେଲା, ହଁ ପ୍ରତ୍ୟୟ ଯୋଗ ହେଲା ପରେ ମଧ୍ୟ ବର୍ଣ୍ଣର ବିଲୋପ ଘଟୁନଥିଲା, ବର୍ଣ୍ଣ ସମାନ ରହୁଥିଲା। ସମାନ ରହୁଥିଲା। ତାହେଲେ ଶ୍ଲିଷ୍ଟ ଯୋଗାତ୍ମକ କଣ ଥିଲା? ତ ସଂଶ୍ଳିଷ୍ଟ ଯୋଗଟା ଯୋଉଠି ହଉଥିଲା ପିଲେ ହେଲା, ଯୋଉଥିରେ କି ଆମେ କଣ ଦେଖୁନଥିଲେ ନା ତାର ଯୋଉ ପ୍ରତ୍ୟୟର ରୂପଟା ପୁରା ମାନେ ମିଶ୍ରିତ ହେଇଯାଉଥିଲା। ଯେମିତି କିି ଆମେ କଣ ଦେଖିଥିଲେ ନୀତି ସହିତ ଇକର ଗୋଟେ ଉଦାହରଣ ଦେଖିଥିଲେ ନୈତିକ। ମନେ ପଡୁଛି କି ମନେ ପଡୁନି କିଛି? ଆଜ୍ଞା ମ୍ୟାମ୍। ବାସ୍। ତ ଆଉ ଗୋଟେ ଦେଖିଥିଲେ କଣ ଅଶ୍ଲିଷ୍ଟ ଯୋଗାତ୍ମକ, ଯୋଉଥିରେ କି ପ୍ରତ୍ୟୟ ଯୋଗ ତ ଘଟୁଥିଲା କିନ୍ତୁ ସେଥିରେ କଣ ହଉନଥିଲା ନା ସେ ଯୋଗଟା ଶ୍ଲିଷ୍ଟ ଘଟୁନଥିଲା, ସଂଶ୍ଲେଷିତ ହେଉନଥିଲା। ଯେମିତି କି ଉଦାହରଣ ଆମେ ଦେଖିଥିଲେ କଣ ନା ଜନ ତା କଥା, ଜନ ଯୁକ୍ତ ତା ପ୍ରତ୍ୟୟ ଯୋଗ ହଉଥିଲା ଜନତା। ତ ଏଠି କଣ
ताटा बा जो प्रत्ययटा पूरा पूरी कौन भाव रोला ना असंश्लेषित होइकी रोला भिन्न भाव पूरा पूरी रोला तार एक्जाक्ट प्रयोग हमको जना पड़ुला माने जना पड़ुथिला तो ये थिला अश्लिष्ट जोगात्मक आ गोटे देखिथिला हमें प्रश्लिष्ट जोगात्मक जोथिरे कि प्रत्यय शब्द सहित एमिति जोड़ी होउतला जे से जो पद गुडा करे पुराटा गोटे पद भलिया लागुतले मध्य निज भितरे से गोटे वाक्य को धारण करूतला प्रकृष्ट भाव जोग घटुला से तो ये तीन प्रकार माने 4 प्रकार प्रत्ययर संबंध आम देखी तो ए समय बेलू भाषा गुड़ाक श्लिष्ट जोगात्मक थिले श्लिष्ट जोगात्मक अर्थात जमीन कि नैतिक भौतिक ए धरणर शब्द गुड़ाक आम देखुले प्रत्यय गुड़ाक माने संश्लिष्ट हो जाउतले कहा सहित संश्लिष्ट भाव जोग हो जाउतले शब्द मान सहित क्लियर नेक्स्ट रहिला ओडिया भाषा रे कुआ शब्द कि कुआ कि प्रकार गोटे शब्द तद्भव तद्भव जोरे कुह मेघु तद्भव मैम तद्भव ताले के टिके यार तत्सम रूपटा कहि परिबो मते मैम उप। कूप ताले कुपरु कुओ हबाटा को प्रक्रिया रो उदाहरण टिके के कहबो कुपरु कुओ हला को प्रक्रिया रो उदाहरण हबो एठी को भाषिक प्रक्रिया रो उदाहरण व्यंजनी व्यंजन स्वर व्यंजनी भवन घरर व्यंजनी भवन कुपरु कुओ हबाटा स्वरर व्यंजनी भवन हला केमिति रे नहीं नहीं तमाने सब भल पिला गुडा जे थरे थरे एमिति माने मते रगै दउच कोन आ करा जीवो कहतो मैम व्यंजन पर लोप हिच मैडम पर लोप होईची त पर लोपटा को प्रक्रिया व्यंजन व्यंजन लोप व्यंजन लोप व्यंजन लोप सेते बेलुठु व्यंजन 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 समस्त होतो म खाली अपेक्षा करली केते लोपटा तम पाटी को आसी अरे पटा लोप होईची साधारण जिंस एटा व्यंजन लोप कुपरु कुओ हला पटा लोप होइला अटे बाकी रहिची ता अर्थ व्यंजन लोप होईची गोटे साधारण प्रक्रिया एटा एटा को एते समय लागुची नेक्स्ट देखो अलकातरा शब्दटी को भाषा रु ओडिया भाषा को आसीची पोर्तुगीज जदि के नजर पकैथिबो प्रथम होईची एटा जल्दी जल्दी कहलो मैम पोर्तुगीज पोर्तुगीज वेरी गुड नेक्स्ट क्वेश्चन अष्टाध्यायी व्याकरण रचयिता किए पाणिनि मैम बहुत बढ़िया प्राकृत कल्प केउ प्राकृत रु ओडिया भाषार उत्पत्ति बोली स्वीकृत मागधी मागधी बहुत बढ़िया ताले किए टिके एठी मते मने पकई की कहइबो मागधी प्राकृत सहित अन्य को प्राकृत रे टिके प्रभाव रहिछि हमर ओडिया भाषा ऊपर तेलुगु मैम तेलुगु माडो खाइबो तेलुगुडा गोटे प्राकृत सौरसेनी प्राकृत मैडम वेरी गुड सौरसेनी प्राकृत अच्छा नेक्स्ट क्वेश्चन होला अशोकଙ୍କ ଧଉଳି ଶିଳାଲେଖର ଭାଷା କଣ पाली मैम पाली पाली नेक्स्ट होला ओडिया केउ साहित्यर भाषा को मानक ओडियार मान्यता दिया जाए ओडिया भागवत ओडिया भागवत ताले स्वाभाविक प्राकृतर मान्यता काहाକୁ दिया जाए सारला दासଙ୍କ ओडिया महाभारत सारला महाभारत वेरी गुड अच्छा नेक्स्ट मते टिके कहिलो दांडी रामायणर रचयिता किए दांडी रामायणर रचयिता किए बलराम दास बलराम दास बलराम दास ताहले नेक्स्ट मते टिके कहिलो जो लेखक हमर निज कवि कर्म संपर्क रे कहचंती ता अनुଯାयी चंडी पुराण सारला दासंकर केते नंबर रचना 3 नंबर मैम 3 नंबर किए टिके से पंक्तिटा कहि परिबो मते जेथिरे से कहचंती निज रचना संपर्क रे प्रथमे श्री रामायण द्वितीय भारत तृतीय रचना कली श्री भागवत बहुत बड़ा तृतीय लिखन कली श्री भागवत
ନେକ୍ସଟ ଦେଖ କ୍ୱେଶ୍ଚିନ୍ ଅଛି ପ୍ରାକୃତ ସର୍ବସ୍ୱ ଗ୍ରନ୍ଥର ରଚୟିତା କିଏ? ମାର୍କଣ୍ଡେୟ। ପ୍ରାକୃତ ମାର୍କଣ୍ଡେୟ। ସର୍ବସ୍ୱ ମାର୍କଣ୍ଡେୟ। ମାର୍କଣ୍ଡେୟ ଭେରି ଗୁଡ। ନେକ୍ସଟ କ୍ୱେଶ୍ଚିନ୍ ହେଲା ଆମର ଯେ କିଏ ଉଡ୍ରଜା ବିଭାଷା କଥା ଲେଖିଛନ୍ତି? ଏଇଟା ପୂର୍ବରୁ କ୍ୱେଶ୍ଚିନ୍ ଆସିଛି ପିଲେ। କିଏ ଲେଖିଛନ୍ତି ଉଡ୍ରଜା ବିଭାଷା ବିଷୟରେ? ଭରତ ମୁନି। ଭରତ ଜୋରେ ମୁନି। କୁହ ଶୁଣାଗଲାନି। ଭେରି ଗୁଡ ଭରତ ମୁନି ପିଲେ। ଭରତ ମୁନି। ହଉ ନେକ୍ସଟ କ୍ୱେଶ୍ଚିନ୍ ହେଲା ଆଦିବାସୀଙ୍କ ଦ୍ଵାରା କଥିତ ଭାଷାକୁ କଣ କୁହାଯାଏ? ଅଷ୍ଟ୍ରିକ। ଅଷ୍ଟ୍ରିକ। ତାହେଲେ ଭାଷାବିତ ଅଷ୍ଟ୍ରିକ। ମାନଙ୍କ ମତରେ ଚର୍ଯା ଗୀତିକା କେଉଁ ଭାଷାରେ ରଚିତ? ପୂର୍ବୀ ମାଗଧି ଅପଭ୍ରଂଶ। ପୂର୍ବୀ ମାଗଧି ଅପଭ୍ରଂଶ। ବହୁତ ଭଲରେ ମନେ ରଖ ପିଲା। ଆଉ ନେଟ ପିଲାମାନେ ଖାସ କରିକି ଟିକେ ମନେ ରଖ। କାହିଁକି ନା ଆମେ ବହୁତ ସମୟରେ ଚର୍ଯା ଗୀତିକା ଓଡିଆ ଓଡିଆ ଏଇଭଳିଆ ଘୋଷିଛନ୍ତି ବା ପଢିଛନ୍ତି। ତ ତମମାନଙ୍କୁ ଡାଉଟ ହେଇପାରେ ସେ ସମୟରେ ଯଦି ଏମିତି କିଛି କ୍ୱେଶ୍ଚିନ୍ ତିଆରି ହଉଛି ଆଉ ଏଥରର କ୍ୱେଶ୍ଚିନ୍ ଏଭଳିଆ ତିଆରି ହବାର ଚାନ୍ସେସ୍ ରହୁଛି। ଖାସ କରିକି ତମମାନେ ଧ୍ୟାନ ଦିଅ ନେଟ ପିଲାଙ୍କୁ କହୁଛି। ଧ୍ୟାନ ଦିଅ ଯୋଉ ପ୍ରତ୍ୟୟ ଯୋଉ ସର୍ବନାମ ବିଭକ୍ତି ଚିହ୍ନ ଇତ୍ୟାଦିର ବ୍ୟବହାର ବିଷୟରେ ଆମେ ପଢିଥିଲେ ଯୋଉଟା କି ଚର୍ଯା ଗୀତିକାରେ ରହିଛି ବୋଲି ଆମେ ପଢୁଥିଲେ। ତ ସେଗୁଡାକରୁ ତମର ଚାନ୍ସେସ୍ ରହୁଛି। ତମର ଚାନ୍ସେସ୍ ବହୁତ କମ କବିତା କୋଉ କବିତା କିଏ ଲେଖିଥିଲେ କଣ ଏଥିରୁ ଚାନ୍ସେସ୍ ବହୁତ କମ। ଭାଷା ତତ୍ତ୍ୱ ତମମାନଙ୍କର ଏବେ ନୂଆ ସିଫ୍ଟେଡ ପ୍ୟାଟର୍ନ କ୍ଲିୟର। ଆଉ ତମମାନେ ଟିଜିଟି ପିଲାମାନେ କେବଳ କବିତା କିଏ ଲେଖିଥିଲେ କଣ ଏଗୁଡାକ ଧ୍ୟାନ ଦିଅ ବେଶୀ କରିକି। ତମମାନଙ୍କୁ ଭାଷା ତତ୍ତ୍ୱ ବି ମୁଁ ଦେଇଛି ଗୋଟେ ସେଫ ଜୋନ ଦୃଷ୍ଟିରୁ କିନ୍ତୁ ସେଗୁଡାକ ତମ ପାଇଁ ବହୁତ କମ ଚାନ୍ସ ରହିଛି। କେବଳ କୋଉ କବିତା କିଏ ଲେଖିଥିଲେ ବା କୋଉ ଗୀତିକା କିଏ ଲେଖିଥିଲେ କଣ କାହାର ଗୁରୁ କିଏ ଏ ସବୁ ଫାକ୍ଟ ଗୁଡା ମନେ ରଖ। ନେକ୍ସଟ କ୍ୱେଶ୍ଚିନ୍ ରହିଲା କଣ ଦେଖ। କ୍ୱେଶ୍ଚିନ୍ ହଉଛି କେଉଁ ଭାଷାକୁ ପାଣିନି ଛନ୍ଦସ ବୋଲି କହିଛନ୍ତି? ବୈଦିକ ଭାଷା। ବୈଦିକ ସଂସ୍କୃତ। ବୈଦିକ। ବୈଦିକ ସଂସ୍କୃତ ଭେରି ଗୁଡ। ନେକ୍ସଟ ମୋଲାଣ ଶବ୍ଦଟି କେଉଁ ଶବ୍ଦରୁ ଆସିଛି ପିଲେ? ମୋରାଣ। ମୃଣାଳ ନାଇଁ ମୋରାଣ ନୁହଁ ପିଲେ ମୃଣାଳ ଶବ୍ଦରୁ ଆସିଛି ହେଲା। ଏଇଟା ଏସଏସବି ପିଜିଟି 2023 ର କ୍ୱେଶ୍ଚିନ୍ସ ପିଲେ। ତମର ମୋଲାଣ ଶବ୍ଦ ଯୋଉ କହିଲି ବା କେଉଁ ଭାଷାକୁ ପାଣିନି ଛନ୍ଦସ କହିଛନ୍ତି କହିଲି ଟିକେ ଭଲ୍ୟୁମ କମ କରିଦିଅରେ। ତମର କାହାର ଗୋଟେ ସ୍ପିକର ଅନ୍ ଅଛି ଅଫ୍ କରିଦିଅ। ମେଘୁ ବୋଧେ ଟିକେ ଦେଖ ତ ଆମର ଯୋଉ କୋଉ ଭାଷାକୁ ପାଣିନି ଛନ୍ଦସ କହିଛନ୍ତି କହିଲି କି 51 ନମ୍ବର ଯୋଉ ଚର୍ଯା ଗୀତିକା କୋଉ ଭାଷାରେ ରଚିତ କହିଲି କି ମୋଲାଣ ଶବ୍ଦ କଥା ଏ ସବୁ ଗୁଡାକ ତମର ଏସଏସବି ପିଜିଟି 2023 ର ପେପରରେ ଆସିଥିଲା। ଆଉ ଟିଜିଟି ପିଲାଙ୍କର ପେପର କଥା ଯଦି ଏବେ କହିବି ତମର ମୋଷ୍ଟ ପ୍ରୋବାବଲି ଏସଏସବି ପିଜିଟି ଓପିଏସସି ପିଜିଟି ନୁହଁ ଏସଏସବି ପିଜିଟି ର ଡିଫିକଲ୍ଟି ଲେଭେଲ ଯାହା ରହିଥିଲା ସେମ ଲେଭେଲ ତମମାନଙ୍କ ପାଇଁ ରହିବାର ଚାନ୍ସେସ୍ ରହୁଛି। ଠିକ ଅଛି। ତ ସେ କ୍ୱେଶ୍ଚିନ୍ ଗୁଡାକ ତମର ଏଥିରେ ଆଡ୍ ଅଛି ଯେହେତୁ ଟିକେ ହେଲ୍ପ ହବ ଏଇ ପ୍ୟାଟର୍ନ ର କ୍ୱେଶ୍ଚିନ୍ ଆସିବ ବୁଝିବା ପାଇଁ। ନେକ୍ସଟ କ୍ୱେଶ୍ଚିନ୍ ରହିଲା କଳାପତି ଶବ୍ଦଟି କୋଉ ଭାଷାରୁ ଓଡିଆ ଭାଷାକୁ ଆସିଛି? କିଏ କହିପାରିବ? ହଉ ମନେ ରଖ ପିଲେ ଏଟା ପର୍ତ୍ତୁଗିଜ ରୁ ଆସିଛି ଠିକ ଅଛି। ନେକ୍ସଟ କ୍ୱେଶ୍ଚିନ୍ ଓଡିଆ ଭାଷା କେଉଁ ଅପଭ୍ରଂଶ ଭାଷାରୁ ସୃଷ୍ଟ? ପୂର୍ବୀ ମାଗଧି ପୂର୍ବ ମାଗଧି ଅପଭ୍ରଂଶ। ଅପଭ୍ରଂଶ। ଭେରି ଗୁଡ। ତାହେଲେ ଭାଷାର ଯେଉଁ ଶବ୍ଦ ଗୁଡାକର ବ୍ୟୁତ୍ପତ୍ତି ନିର୍ଣ୍ଣୟ କରିବା ସମ୍ଭବ ନୁହେଁ ସେଗୁଡିକୁ କି ଆଖ୍ୟା ଦିଆଯାଇଥାଏ? ଅବ୍ୟୁତ୍ପନ୍ନ। ଅବ୍ୟୁତ୍ପନ୍ନ ଶବ୍ଦ। ଅବ୍ୟୁତ୍ପନ୍ନ ଭେରି ଗୁଡ। ନିମ୍ନୋକ୍ତ କେଉଁଟି କାକଲ୍ୟ ଧ୍ୱନି ଗୋଟେ? ହ। ହଁ। ହଁ। ହ ଭେରି ଗୁଡ। ତାହେଲେ ଚ କେଉଁ ନିମ୍ନସ୍ଥ କେଉଁ ଶ୍ରେଣୀର ଧ୍ୱନି? ତାଲବ୍ୟ। ତାଲବ୍ୟ। ପକ୍କା? ଆଜ୍ଞା। ହଁ। ତାହେଲେ 7 करोड़ के क्वेश्चन लॉक कर दिया जाए। ବୁଝିହେଲାନି। ନାଇଁ ମୁଁ ପଚାରୁଛି ଆଜ୍ଞା ତାହେଲେ ମ୍ୟାମ୍। क्वेश्चन का आंसर लॉक कर दिया जाए। ହଉ ଆଜ୍ଞା ମ୍ୟାମ୍। ଠିକ ଅଛି ବିଲେ ଆନ୍ସର ଅପସନ 4 ତାଲବ୍ୟ ଧ୍ୱନି। ଠିକ ଅଛି ଆଚ୍ଛା ଟିକେ କହିଲ ମତେ ଅବର୍ଗ୍ୟ ବ୍ୟଞ୍ଜନ ମାନେ ଅବର୍ଗ୍ୟ ଧ୍ୱନି ବୋଲି କାହାକୁ କୁହାଯାଏ?
अवर्गीय ध्वनि काहाकू कुहा जाए हमर ओडिया रे हम केतोटी अवर्गीय ध्वनि विषय रे पढुचंती व्यंजन कुह तेरह 13टी काहाकू कुहा जाए अवर्गीय ध्वनि सेटा को मते को भलिया ध्वनि गुडा को ना अवर्गीय ध्वनि कहबी क ଠାରୁ म पर्यंत जोंटा को भाग कराई जे विकसित करला अवर्गीय ठीक किंतु काहे के ताको अवर्गीय कुहा जाए काहे के ताको वर्गीय भितरे रखा हलानी अवर्गीय बोली कुहा गला एटा ही मोर क्वेश्चन मैडम जानी नहीं सेटा मु जाननी एमिति कहि परिबो कि जे मैडम आपण पढै नाहंती हम मु पढैछि कि पढैनी पढ़िଛନ୍ତି ମ୍ୟାମ୍ ମନେ ପଡୁନି। हाँ काई आउ मने रहिबो भी टिके आउ किए कहबो मते अवर्गीय ध्वनि काहे के कुहा जाए गुडा को ମ୍ୟାମ୍ ଜିହ୍ୱାର ସ୍ପର୍ଶ ଦୃଷ୍ଟିରୁ ମାନଙ୍କୁ ବିଭାଗୀକରଣ କରାଯାଇଛି। ହଉ ଶୁଣ ପିଲେ ମନେ ରଖ ଗୋଟେ ଜିନିଷ ଯେତେବେଳେ ଆମେ କ ଠୁ ମ ପର୍ଯ୍ୟନ୍ତ ଆଲୋଚନା କରନ୍ତି ତମେ ଦେଖିଥିବ ସିରିଏଲି 5-5ଟା ବର୍ଣ୍ଣ କଣ ହଉଛନ୍ତି ନା ଗୋଟିଏ ଉଚ୍ଚାରଣ ସ୍ଥାନରୁ ଗୋଟିଏ ଉଚ୍ଚାରଣ ଅବୟବ ଆଧାରରେ ଆମେ ମାନେ ଉଚ୍ଚାରଣ କରନ୍ତି କ୍ଲିୟର କିନ୍ତୁ ଏମିତି ମ ପରେ ଯୋଉ ଧ୍ୱନି ଗୁଡାକ ଆମର ରହିଛନ୍ତି ସେଗୁଡାକ ନା ଉଚ୍ଚାରଣ ଅବୟବ ବା ଉଚ୍ଚାରଣ ସ୍ଥାନ ଦୃଷ୍ଟିରୁ ସ୍ୱତନ୍ତ୍ର ଉଚ୍ଚାରିତ ହୁଅନ୍ତି ସେଥିପାଇଁ ସେମାନଙ୍କୁ ବର୍ଗୀଭୂତ କରିବା କଣ ସମ୍ଭବ ନୁହଁ ସେଥିପାଇଁ ସେମାନଙ୍କୁ କଣ କୁହାଯାଏ ଅବର୍ଗୀୟ ଧ୍ୱନି ବର୍ଗୀକରଣ ଆଧାରରେ ବର୍ଗ୍ୟ ଓ ଅବର୍ଗ୍ୟ ବିଚାର କରାଯାଏ ପିଲେ ଯେହେତୁ ଯେମିତି କି ଆମେ ଏବେ କ ଠୁ ନେଇକି ମ ପର୍ଯ୍ୟନ୍ତ ଦେଖିଲେ ଉଚ୍ଚାରଣ ସ୍ଥାନ ହିସାବରେ ଆମେ କଣ୍ଠ ଦେଖିଲେ ତ ତାକୁ କଣ୍ଠୀୟ ଧ୍ୱନି ବୋଲି ବର୍ଗଭୂତ କରିପାରିଲେ କିନ୍ତୁ ଏଇଠି ଯେତେବେଳେ ମ ପରେ ଆମେ ଜ୍ୟ କି ର କି ଳ କି ୱ ଏ ସବୁ ଗୁଡା ଦେଖିବା ଏଗୁଡାକ ତମେ ନିଜେ ଉଚ୍ଚାରଣ କର ତମେ ଦେଖିବ ଅଲଗା ଅଲଗା ସ୍ଥାନରୁ ଅଲଗା ଅଲଗା ଅବୟବର ୟୁଜ ହେଇକି ଉଚ୍ଚାରିତ ହଉଛନ୍ତି ତ ଯେହେତୁ ଏମାନେ କୌଣସି ପ୍ରକାରରେ ବର୍ଗୀଭୂତ ହେଇପାରିବେ ନାହିଁ ସେଥିପାଇଁ ଏମାନଙ୍କୁ ଅବର୍ଗୀୟ ଧ୍ୱନି କୁହାଯାଏ କାହିଁକି ବର୍ଗୀଭୂତ ହେଇପାରିବେନି ନା ଉଚ୍ଚାରଣ ସ୍ଥାନ ବା ଅବୟବ ଭିନ୍ନ ଭିନ୍ନ ଏମାନଙ୍କର ବୁଝିହେଲା ଏଥର ଆଜ୍ଞା ମ୍ୟାମ୍। ପାର୍ଶ୍ବିକ ଧ୍ୱନି କେତେଟା ଅଛି ଆମର ଓଡିଆ ବର୍ଣ୍ଣମାଳାରେ ଦିଟା ମ୍ୟାମ୍ କଣ କଣ ଲ ଆଉ ଳ କାହାକୁ କୁହାଯାଏ ଗୋଟେ ପାର୍ଶ୍ବିକ ଧ୍ୱନି କାହାକୁ ଆମେ ଗୋଟେ ପାର୍ଶ୍ବିକ ଧ୍ୱନି ବୋଲି କହିବା उच्चारण समय रे गोटे पार्श्वरू उच्चारित हेले ଟିକେ ଭୁଲ କରିଦେଲ ଆନ୍ସର ତ ଠିକ ଦଉଥିଲା ବଟ ଟିକେ ଭୁଲ ଅଛି ଏଥିରେ ଯଦି ଧର ତମର ଗୋଟେ ଇଣ୍ଟରଭ୍ୟୁ ନଉଛି ମୁଁ ପଚାରିଲି ଆଚ୍ଛା ଓଡିଆରେ ପାର୍ଶ୍ବିକ ଧ୍ୱନି କାହାକୁ କୁହାଯାଏ ବା ନହେଲେ ଏମିତି କହିବ କାହାକୁ ପାର୍ଶ୍ବିକ ଧ୍ୱନି କୁହାଯାଏ କଣ ଉତ୍ତର ଦବ ମାନେ ଟିକେ ଭଲସେ ଉତ୍ତର ଦିଅ ମତେ ଦେଖିବା କେତେ ଏକ୍ସପ୍ରେସନ ର ମାନେ କ୍ୟାପାସିଟି ତମମାନଙ୍କ ଭିତରେ ଡେଭଲପ ହେଇଛି ଏଠି ତମମାନଙ୍କ ଭିତରେ ଏମିତି କେହି ନାହିଁ ଯିଏ ବୁଝିନି ଏଟା ମୁଁ ବହୁତ ଭଲରେ ଜାଣିଛି ଖାଲି ଏକ୍ସପ୍ରେସ କିଏ କରିପାରୁଛ ମୁଁ ସେଟା ଦେଖିବି ହଉ ମନେ ରଖ ପିଲେ ଯେତେବେଳେ ଗୋଟେ ଧ୍ୱନି ଉଚ୍ଚାରଣ ବେଳେ ଆମର ମୁଖ ନିଃସୃତ ବାୟୁ କଣ ହୁଏ ନା ମାନେ ନିର୍ଗତ ହବା ସମୟରେ ଜିହ୍ୱା ସାମ୍ନା ପଟୁ ତାକୁ ଅଟକେଇଲା ବେଳେ ସେଇ ମୁଖ ନିଃସୃତ ବାୟୁ ଜିହ୍ୱାର ଏକ ବା ଦୁଇ ପାର୍ଶ୍ଵ ଦେଇ ନିର୍ଗତ ହୁଏ ତାକୁ ଆମେ କଣ କୁହନ୍ତି ନା ପାର୍ଶ୍ବିକ ଧ୍ୱନି ଯେମିତି କି ଳ କି ଲ ଉଚ୍ଚାରଣ କର ତମେ ଦେଖିବ ଜିଭର ଅଗ୍ରଟା ବା ଆଗଟା ଲାଗି ଯାଉଛି ପିଲେ ଉପରକୁ ଯାଇକି ଯାହା ଦ୍ଵାରା ବାୟୁ ବାଧା ପ୍ରାପ୍ତ ହଉଛି କିନ୍ତୁ ଲ ଆଉ ଳ ହେଲା ବେଳକୁ ଜୀବର ଯୋଉ ଦି ପାଖ ଓପନ ରହୁଛି ଆଉ ବାୟୁ ଟା ନିର୍ଗତ ହଉଛି ସେଇଥିପାଇଁ ପାର୍ଶ୍ଵ ଦେଇକି ବାୟୁ ନିର୍ଗତ ହଉଥିବା କାରଣରୁ
ताकू कौन कहला पार्श्विक ध्वनि दीटा अच्छी गोटे है ल आ गोटे है ल ल ध्वनि जिते आम कह ल उच्चारण कला बेलू तुम देख दीटा जाक पार्श्व जीभर खोला रोचे ये गला द्विपार्श्विक ध्वनिटे ल उच्चारण कला बेलू तुम देखिबो जदि प्रायतः हमर बाम पटर जीवाटा ऊपर को लागि जाए पिले तो गोटे पार्श्व देकी वायु निर्गत हुए ताकू कहा जाए पार्श्विक ध्वनि तो बुझी पारलो मेघु डेफिनेशन रे कोन टिके भूल थिला आज्ञा कोन भूल कहितिलो गोटे पार्श्व उच्चारित होता है कहूतले एक्जाक्टली गोटे पार्श्व नुह गोटे दीटा व्यवहार हो पारे तो नेक्स्ट प्रश्न ताकू ही नहीं कि अछि जे ल केउ प्रकार रो ध्वनि ल संघर्ष केउ प्रकार ध्वनि हेई देखो आउ थरे गोटे ज्ञानी हमर अरे ल पचाउछि बा एबे टिके हम पार्टी करछि पार्श्विक बोली गुड नेक्स्ट देखो ठीक अछि अझ पार्श्विक ध्वनि है नेक्स्ट क्वेश्चन रहला तम पय मोर उत्क्षिप्त ध्वनि काहा को कहा जाए कहलो टिके जल्दी उत्क्षिप्त ध्वनि काहा को कहा जाए अरे उत्क्षिप्त ध्वनि काहा को कहा जाए ड ଆଉ ଢ କୁ ड ଉତ୍କ୍ଷିପ୍ତ ठीक कथा ड ढ उत्क्षिप्त मु पचारुची काहेकि सेमानंकु उत्क्षिप्त ध्वनि कहा जाए उच्चारण समय रे जीवन ऊपर को उठी निम्न को जोर रे माड़ होता है अच्छा ठीक कथा उत्क्षिप्त हेई उठे पिले टिके डेफिनेशन जदी हमें करबा हमर जीव कोन जाए हठात कंपन होई कि ऊपर को उठिबा सहित दबी जाए पुणी तो जेमिति हमें उत्क्षिप्त हेई जीवा बोली को देता हठात रागी कि ठंडा पड़ जीवाटा ताको उत्क्षिप्त हवा बोली को जाए तो सेम हमर जीव मध्ये हुए सेति पई ताको उत्क्षिप्त ध्वनि को जाए ता सहित ताको ताड़ित ध्वनि बोली मध्ये को जाए कहितली काहे कि ताड़ित ध्वनि को जाए ताको କୌଣସି ଶବ୍ଦରେ ଡର ଉଚ୍ଚାରଣ ଆରମ୍ଭରୁ କଲା ବେଳକୁ ସେଟା ଜୋରରେ जोर रे नुह सेटा कौन करे ना दांतर जो मूल ड ढ उच्चारण कला बेले तमे जब देखिबो दांतर मूल जो हमर रहिछि ताको सामान्य ताड़ीला भलिया अनुभव हुए जीभरे आमे तो सेइथि पई सेगुडा को ताड़ित कोआ जाय किछि रॉकेट साइंस नाइ पिले टिके जदी मने रखिया पई ट्राई करिवो बहुत इजीली मन रहि जिवो जिंस नेक्स्ट क्वेश्चन रहिला हमर ई एको की प्रकार रो स्वर ध्वनि अग्र पश्च संयुक्त केंद्रीय एबे अग्र ध्वनि कोन पश्च ध्वनि कोन बुझेइली स्वर सीमा बुझेइली तो माननकु तो आई होप कार डाउट रथिबो मते टिके जल्दी कहि दियो ई को धरणर गोटे ध्वनि अग्र पश्च संयुक्त ना केंद्रीय ଅଗ୍ର हम्म ଅଗ୍ର अग्र वेरी गुड पिले अग्र ध्वनि ग्राम ओके ई अच्छा नेक्स्ट मते टिके को उच्चारण स्थान दृष्टि केउ वर्गर वर्ण गुडा को हमें तालव्य बोली कहंती च ବର୍ଗ च छ च च ବର୍ଗ नहीं कि च वर्गर ध्वनि रिक्शा शब्दटा को वैदेशिक भाषार शब्द जापानी ଜାପାନୀ जापानी एटा मने रखो पिले एई शब्द माने थरे गोटे क्वेश्चन माने बहुत डाउट हे जेतला हमर जतबेले 2022 रो बोध होइतिबो लेक्चरर एग्जाम हेतिला एई रिक्शा शब्द जोटा कि इंग्रजी और जापानी बोथ को यार मूल बोली दिया हिची गोटिए बही गोटिए जगह रे दीटा मूल दिया हिची पिले सेम सेतेबेले ही कोन हिची ना तमरो जो ए शब्दटा जापानी भी दिया हिची मूल इंग्रजी भी आ ऑप्शन दीटा जगह रहितला जेतु से क्वेश्चन को नल कराइतला तो रिक्शा शब्द भी मु सेति पई ऐड कर देछि टिके पढि नबो नेक्स्ट रहिला क्वेश्चन अछि अच्छा पाला चलछि सेठी एई अच्छा की प्रकार रो अव्यय आलंकारिक आलंकारिक वेरी गुड पिले तो एठी अच्छाटा केवल सौंदर्य वर्धन पई व्यवहार हेछि अव्ययटा सेति पई याको आलंकारिक अव्यय बोली हम कहि परिबा नेक्स्ट क्वेश्चन हला ओडिया तेलंगी जे नागेरी दक्षिणी कनाउज आहरण गौड़ी आचक्रायणी केउ शताब्दी रो लेखा एटा काहार लेखा
ସାରଳା ଦାସ। କୋଉ ପ୍ରସଙ୍ଗରେ ଲେଖିଛନ୍ତି ଏଇଟା ସିଏ? ଭାଷା ପ୍ରସଙ୍ଗରେ ସେଇ ସମୟରେ କେଉଁ କେଉଁ ଭାଷା ପ୍ରଚଳନ ଥିଲା ସେ ବିଷୟକୁ ନେଇକି। ଭେରି ଗୁଡ। ତ ଏଇଠୁ ଆମକୁ ଜାଣିବାକୁ ମିଳିଛି ପିଲେ ଯେ ଆମର ପଞ୍ଚଦଶ ଶତାବ୍ଦୀ ବେଳକୁ ଯୋଉ ଭାଷା ଗୁଡାକ ରହିଥିଲା ସେଇ ଭାଷା ଗୁଡାକ ସ୍ଵତନ୍ତ୍ର ଭାବରେ ଡେଭଲପ ହେଇପାରିଥିଲା ବା ହେଇ ସାରିଥିଲା ଏଇ ପଂକ୍ତିରୁ ଆମେ ଜାଣିଛନ୍ତି। ଆଉ ଏ ପଂକ୍ତିକୁ ସେ କୋଉ ପ୍ରସଙ୍ଗରେ ଲେଖିଛନ୍ତି ନା ଯେତେବେଳେ କି ଶ୍ରୀକୃଷ୍ଣ ପହଞ୍ଚିଛନ୍ତି ସାନ୍ଦିପନୀଙ୍କ ନିକଟରେ ବିଦ୍ୟା ଶିକ୍ଷା ପାଇଁ ସେ ବିଷୟ ବେଳକୁ ବା ସେ ବିଷୟ ଅବତାରଣା ବେଳେ ଏଇଟା ସେ କହିଛନ୍ତି। ନେକ୍ସଟ କ୍ୱେଶ୍ଚନ କେଉଁଠି ଏକ ଉଷ୍ମ ଧ୍ୱନି ନୁହେଁ? ଜଲ୍ଦି କହିଲ। କ। ପକ୍କା ତାହେଲେ ଉଷ୍ମ ଧ୍ୱନି କଣ ଟିକେ ଯଦି କହିଦେଲ। ଯେଉଁ ବର୍ଣ୍ଣ ଗୁଡିକ ଉଚ୍ଚାରଣ ସମୟରେ ଉଷ୍ମ ବାୟୁ ନିର୍ଗତ ହେଇଥାଏ। ଉଷ୍ମ ବାୟୁ ନିର୍ଗତ ହୁଏନି ଟିକେ ଆଉଥରେ ଡିଫାଇନ କର। ଯେତେବେଳେ ଗୋଟେ ଧ୍ୱନି ଆମେ ଉଚ୍ଚାରଣ କରନ୍ତି ଆମର ଯୋଉ ଗଳଗହ୍ୱର ରହିଲା ଟିକେ ସଂକୁଚିତ ହେଇଯିବା ଦ୍ଵାରା ମୁଖ ନିସୃତ ବାୟୁ ବା ଯୋଉ ଫୁସଫୁସ ରୁ ନିର୍ଗତ ବାୟୁ ଟା ଘର୍ଷଣ କରିକି ବାହାରିଥାଏ ସଂକୀର୍ଣ୍ଣ ପଥ ଦେଇ ବାହାରେ ତ ଘର୍ଷଣ ସୃଷ୍ଟି ହୁଏ। ସେଇ ଘର୍ଷଣ କାରଣରୁ ଉଷ୍ମା ଜାତ ହୁଏ ଆଉ ସେଇଭଳି ଉଚ୍ଚାରିତ ଧ୍ୱନି ଗୁଡାକୁ ଉଷ୍ମ ଧ୍ୱନି କୁହାଯାଏ। ଯେମିତି କିି ସ ଯାହାବି ଆମେ ଉଚ୍ଚାରଣ କରନ୍ତି ଏତେବେଳେ କଣ ହୁଏ ନା ଆମର ଯୋଉ ଗଳଗହ୍ୱରଟା ବା ମୁଖ ମାନେ ରନ୍ଧ୍ର ଟା କହିବା ସଂକୁଚିତ ହେଇଯାଏ। ଯାହା ଦ୍ଵାରା ଗୋଟେ ସଂକୀର୍ଣ୍ଣ ପଥରେ ବାୟୁ ନିର୍ଗତ ହୁଏ ତ ଘଷି ହେଇକି ଆସେ ତ ଘର୍ଷଣ ପାଇଁ ବୋଲି ଉଷ୍ମା ଜାତ ହୁଏ। ସେଥିପାଇଁ ଏଗୁଡାକ ଉଷ୍ମ ଧ୍ୱନି ଆଉ କ ଟା ଗୋଟେ ଉଷ୍ମ ଧ୍ୱନି ନୁହଁ। ନେକ୍ସଟ କ୍ୱେଶ୍ଚନ ହେଲା କେଉଁଠି ଏକ ଗୋଟେ ମିନିଟ ପିଲେ ଏଠି ଲୋଡିତକୁ ଲୋଚକ ହେଇଯାଇଛି ତ ଲୋଡିତ ଧ୍ୱନି ଟିକେ କହିଦେଲ କେଉଁଠି ଏକ ଲୋଡିତ ଧ୍ୱନି? ମ୍ୟାମ ର। ର ଭେରି ଗୁଡ। ତାହେଲେ କୋଉଠି ଏକ ନତ ତାଲବ୍ୟ ଧ୍ୱନି ଟିକେ କିଏ କହିପାରିବ? କେଉଁଟି ଏକ ନତ ତାଲବ୍ୟ ଧ୍ୱନି? ଚ। ହୁଁ। ମ୍ୟାମ ରି। ନାଇଁରେ ବିଲେ ଏଇଟା ରି ନୁହଁ ଏଇଟା ହଉଛି ଆକ୍ଚୁଆଲି ରୁ ଟା ଭୁଲ ହେଇଯାଇଛି ଅପସନ ରେ। ରୁ ଏଇଠି ରହିବ। ଆଉ ଏଇ ରୁ ଟା ଗୋଟେ ନତ ତାଲବ୍ୟ ଧ୍ୱନି ହେଲା ଅପସନ ଟା ରି ହେଇଯାଇଛି ଯିଏ ଟାଇପ କରିଥିଲେ ବୋଧେ ରୁ ଟା ତାଙ୍କୁ ରି ଦେଖା ହେଇଛି ସିଏ ସେଥିପାଇଁ ରି କରିଦେଇଛନ୍ତି ତାକୁ ତ ରି ନୁହଁ ଏଇଟା ହଉଛି କଣ ନା ରୁ ମନେ ରହିବ। ତ ରୁ କୁ କାହିଁକି ନତ ତାଲବ୍ୟ ଧ୍ୱନି କୁହାଯାଏ ତମେ ନିଜେ ହିଁ ଯଦି ଉଚ୍ଚାରଣ କରିକି ଦେଖିବ ପିଲେ ରୁ ଉଚ୍ଚାରଣ କର ତମେ ଦେଖିବ ତମର ତାଳୁ ଟିକେ ନଈଁ ଗଲା ଭଳିଆ ତାଳୁ ଯୋଉ ଆମେ କହୁଛନ୍ତି ଯୋଉଠି କିି ତାଲବ୍ୟ ଧ୍ୱନି ଆମେ ଉଚ୍ଚାରଣ କରୁଛନ୍ତି ସେ ତାଳୁ ଟା ଟିକେ ନଇଁଲା ଭଳିଆ ତମକୁ ଅନୁଭବ ହବ। ତ ସେଇଥିପାଇଁ ରୁ ଟାକୁ ଆମେ ଗୋଟେ ନତ ତାଲବ୍ୟ ଧ୍ୱନି ବୋଲି କୁହନ୍ତି କ୍ଲିୟର। ତ ଏତିକି ଜିନିଷ ଆଜି ଆମେ ଦେଖିଲେ ପିଲେ 67 ଯାଇ ପହଞ୍ଚିଛନ୍ତି। ନେକ୍ସଟ କ୍ଲାସ ରେ ଆମେ 68 ଠୁ ଆଲୋଚନା ଆରମ୍ଭ କରିବା ଠିକ ଅଛି।